ରଥ ଉପରେ ଛେରା ପହଁରା କିଏ କରନ୍ତି? ଅପସନ୍ ନମ୍ବର ଏ ସେବାୟତ ମାନେ, ଅପସନ୍ ନମ୍ବର ବି ଗଜପତି ମହାରାଜ, ଅପସନ୍ ନମ୍ବର ସି ପଣ୍ଡିତ ମାନେ, ନା ଅପସନ୍ ନମ୍ବର ଡି ଉପରୋକ୍ତ ସମସ୍ତେ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି ଗଜପତି ମହାରାଜ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦିଅଁମାନେ କେତେ ଦିନ ପାଇଁ ମାଉସୀ ଘରକୁ ଯାଇଥାନ୍ତି? ଅପସନ୍ ଏ 7 ଦିନ, ଅପସନ୍ ଏ 8 ଦିନ, ଅପସନ୍ ବି ସି 9 ଦିନ ଏବଂ ଅପସନ୍ ଡି ଆପଣଙ୍କର 10 ଦିନ। ତ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି 9 ଦିନ। ଦିଅଁମାନେ 9 ଦିନ ପାଇଁ ମାଉସୀ ଘରକୁ ଯାଇଥାନ୍ତି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, କେଉଁ ଦିନ ବାହୁଡ଼ା ଯାତ୍ରା ହୋଇଥାଏ? ଅପସନ୍ ଏ ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ, ଅପସନ୍ ବି ଆଷାଢ଼ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ, ଅପସନ୍ ସି ଆଷାଢ଼ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ, ନା ଅପସନ୍ ଡି କୌଣସିଟି ନୁହେଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ହୋଇଥାଏ ବା ଦିଅଁମାନେ ମାଉସୀ ଘରୁ ଶ୍ରୀମନ୍ଦିରକୁ ଫେରିଥାନ୍ତି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ମହାପ୍ରଭୁ କେଉଁ ଦିନ ସୁନାବେଶ ଧାରଣ କରିଥାନ୍ତି? ଅପସନ୍ ଏ ଘୋଷଯାତ୍ରା ପୂର୍ବ ଦିନ, ଅପସନ୍ ବି ଘୋଷଯାତ୍ରା ପରଦିନ, ଅପସନ୍ ସି ବାହୁଡ଼ା ଦିନ, ନା ଅପସନ୍ ଡି ବାହୁଡ଼ା ପରଦିନ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଡି ବାହୁଡ଼ା ପରଦିନ ବା ଏକାଦଶୀ ଦିନ ମହାପ୍ରଭୁ ସୁନାବେଶ ଧାରଣ କରିଥାନ୍ତି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ କିଏ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି? ବା କୌଣସି କାରଣବଶତଃ ଯଦି ଗଜପତି ମହାରାଜ ଉପସ୍ଥିତ ନାହାନ୍ତି ତାହେଲେ ତାଙ୍କ ବଦଳରେ ଛେରା ପହଁରା କାର୍ଯ୍ୟ କିଏ କରିଥାନ୍ତି? ଅପସନ୍ ନମ୍ବର ଏ ଗଜପତି, ଅପସନ୍ ନମ୍ବର ବି ମୁଦିରସ୍ତ, ଅପସନ୍ ନମ୍ବର ସି ଦଇତାପତି, ନା ଅପସନ୍ ନମ୍ବର ଡି କୌଣସିଟି ନୁହେଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି ମୁଦିରସ୍ତ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିରର ଦୂରତା କେତେ? ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିରର ଦୂରତା କେତେ? ଅପସନ୍ ନମ୍ବର ଏ 3 କିଲୋମିଟର, ଅପସନ୍ ନମ୍ବର ବି 4 କିଲୋମିଟର, ଅପସନ୍ ନମ୍ବର ସି 5 କିଲୋମିଟର, ନା ଅପସନ୍ ନମ୍ବର ଡି 2 କିଲୋମିଟର। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ 3 କିଲୋମିଟର। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜାଙ୍କ ଶାସନ କାଳରୁ ଶ୍ରୀଜୀଉଙ୍କ ସୁନାବେଶ ପ୍ରଥା ପ୍ରଚଳିତ ହେଉଛି ବା ଭଗବାନଙ୍କର ଏଇ ଯେଉଁ ସୁନାବେଶ ହେଉଛନ୍ତି ଏକାଦଶୀ ତିଥିରେ ସେହି ପ୍ରଥାଟା ପ୍ରଚଳିତ ହେଉଛି? ଅପସନ୍ ଏ ନାରାୟଣ ଦେବ, ଅପସନ୍ ବି ଭୀମ ଦେବ, ଅପସନ୍ ସି କପିଳେନ୍ଦ୍ର ଦେବ, ନା ଆପଣଙ୍କର ଅପସନ୍ ଡି ମୁକୁନ୍ଦ ଦେବ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି କପିଳେନ୍ଦ୍ର ଦେବ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ପତାକାରେ କାହାର ଚିହ୍ନ ଥାଏ ବା କିଏ ରହିଥାନ୍ତି? ଅପସନ୍ ଏ ଦରୁକ, ଅପସନ୍ ବି ଗରୁଡ଼, ଅପସନ୍ ସି ନନ୍ଦୀ, ଅପସନ୍ ଡି ଚକ୍ରବାହା। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି ଗରୁଡ଼ ବା ପ୍ରଭୁ ଜଗନ୍ନାଥଙ୍କର ରଥର ପତାକାରେ ସ୍ୱୟଂ ଗରୁଡ଼, ପକ୍ଷୀରାଜ ଗରୁଡ଼ ବାସ କରିଥାନ୍ତି ବା ତାଙ୍କର ଉପସ୍ଥିତି ଥାଏ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଶ୍ରୀମନ୍ଦିର ଉପରେ କାହିଁକି ପକ୍ଷୀମାନେ ଉଡ଼ନ୍ତି ନାହିଁ? ଅପସନ୍ ଏ ପବନର ତୀବ୍ର ବେଗ ପାଇଁ, ଅପସନ୍ ବି ବେଶୀ ଉଚ୍ଚ ଥିବାରୁ, ଅପସନ୍ ସି ଚୁମ୍ବକୀୟ ଶକ୍ତି ଯୋଗୁଁ, ନା ଅପସନ୍ ଡି ପକ୍ଷୀରାଜଙ୍କ ଉପସ୍ଥିତି ଯୋଗୁଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଡି ପକ୍ଷୀରାଜଙ୍କ ଉପସ୍ଥିତି ଯୋଗୁଁ। କାହିଁକି ନା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତାକାରେ ଗରୁଡ଼ ଉପସ୍ଥିତ ରୁହନ୍ତି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଶ୍ରୀମନ୍ଦିରରେ କେତୋଟି ଦ୍ୱାର ରହିଅଛି? ଅପସନ୍ ଏ 5ଟି, ଅପସନ୍ ବି 4ଟି, ଅପସନ୍ ସି 8ଟି, ନା ଅପସନ୍ ଡି 10ଟି। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି 4ଟି। ଏବଂ ତାହା କ'ଣ କ'ଣ? ନା ଦେଖନ୍ତୁ ପୂର୍ବ ଦ୍ୱାର ହେଉଛି ଆପଣଙ୍କର ପୂର୍ବ ପଟରେ ଅଛି ସିଂହ ଦ୍ୱାର, ଯାହାକି ଧର୍ମର ପ୍ରତୀକ ଏବଂ ଏହା ମୁଖ୍ୟ ଦ୍ୱାର। ତାପରେ ଦକ୍ଷିଣ ଦ୍ୱାର ହେଉଛି ଅଶ୍ପ ଦ୍ୱାର, ଯାହାକି ଆପଣଙ୍କର ଜ୍ଞାନର ପ୍ରତୀକ। ତାପରେ ଉତ୍ତର ଦ୍ୱାର ହେଉଛି ହସ୍ତି ଦ୍ୱାର, ଯାହାକି ଐଶ୍ୱର୍ଯ୍ୟର ପ୍ରତୀକ। ଏବଂ ପଶ୍ଚିମ ଦ୍ୱାର ହେଉଛି ଆପଣଙ୍କର ବ୍ୟାଘ୍ର ଦ୍ୱାର, ଯାହାକି ବୈରାଗ୍ୟର ପ୍ରତୀକ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଘେରି ରହିଥିବା ପ୍ରାଚୀରର ନାମ କ'ଣ? ଅପସନ୍ ଏ ମହାପ୍ରାଚୀର, ଅପସନ୍ ବି ବିଶ୍ୱ ପ୍ରାଚୀର, ଅପସନ୍ ସି ମେଘନାଦ ପ୍ରାଚୀର, ନା ଅପସନ୍ ଡି ପୁରୀ ପ୍ରାଚୀର। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି ମେଘନାଦ ପ୍ରାଚୀର। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଶ୍ରୀମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ଅରୁଣ ସ୍ତମ୍ଭ କେଉଁଠାରୁ ଅଣାଯାଇଥିଲା? ବା ଶ୍ରୀମନ୍ଦିର ସମ୍ମୁଖରେ ଯେଉଁ ଅରୁଣ ସ୍ତମ୍ଭଟି ଅଛି ତାହା କେଉଁଠାରୁ ଅଣାଯାଇଥିଲା? ଅପସନ୍ ଏ କୋଣାର୍କରୁ, ଅପସନ୍ ବି ସମୁଦ୍ରରୁ, ଅପସନ୍ ସି ମହୋଦଧିରୁ, ନା ଅପସନ୍ ଡି କୌଣସିଟି ନୁହେଁ। ଏବଂ ଆପଣଙ୍କ ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ କୋଣାର୍କରୁ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦଇତାପତିମାନେ ବିଗ୍ରହମାନଙ୍କୁ ଝୁଲାଇ ଝୁଲାଇ ରଥାରୂଢ଼ କରିବାକୁ କ'ଣ କୁହାଯାଏ? ବା ଯେଉଁ ମନ୍ଦିର ଭିତରୁ ଝୁଲାଇ ଝୁଲାଇ ଦଇତାପତିମାନେ ଆଣନ୍ତି ତାକୁ କ'ଣ କୁହାଯାଏ? ନା ଧାଡ଼ି ପହଣ୍ଡି, ଦୋଳଯାତ୍ରା, ଗୋଟି ପହଣ୍ଡି, ନା ପହଣ୍ଡି ବିଜେ। ଏବଂ ଆପଣଙ୍କ ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଡି
ପହଣ୍ଡି ବିଜେ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଜଣଙ୍କ ପରେ ଜଣେ ଦିଅଁଙ୍କୁ ରଥକୁ ନେବାକୁ କ'ଣ କୁହାଯାଏ? ଅପସନ୍ ନମ୍ବର ଏ ଦୋଳଯାତ୍ରା, ଅପସନ୍ ନମ୍ବର ବି ଧାଡ଼ି ଯାତ୍ରା, ଅପସନ୍ ନମ୍ବର ସି ଗୋଟି ପହଣ୍ଡି, ନା ଅପସନ୍ ନମ୍ବର ଡି ପହଣ୍ଡି ବିଜେ। ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ବି ଧାଡ଼ି ପହଣ୍ଡି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ବିଗ୍ରହ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପହଞ୍ଚିବା ପରେ ଅନ୍ୟ ଏକ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ, ତାକୁ କ'ଣ କୁହାଯାଏ? ଗୋଟିଏ ବିଗ୍ରହ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପହଞ୍ଚିବା ପରେ ଅନ୍ୟ ଏକ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ, ତାକୁ କ'ଣ କୁହାଯାଏ? ଅପସନ୍ ଏ ଦୋଳଯାତ୍ରା, ଅପସନ୍ ବି ଧାଡ଼ି ପହଣ୍ଡି, ଅପସନ୍ ସି ଗୋଟି ପହଣ୍ଡି, ଅପସନ୍ ଡି ପହଣ୍ଡି ବିଜେ। ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ସି ଗୋଟି ପହଣ୍ଡି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ରକ୍ଷକ କିଏ? ଅପସନ୍ ଏ ଗରୁଡ଼, ଅପସନ୍ ବି ଦୁର୍ଗା, ଅପସନ୍ ସି ଉଗ୍ରତାରା, ଅପସନ୍ ଡି ସୁଦର୍ଶନ। ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ ଗରୁଡ଼। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ତାଳଧ୍ୱଜ ରଥର ରକ୍ଷକ କିଏ? ଅପସନ୍ ନମ୍ବର ଏ ସୁଦର୍ଶନ, ଅପସନ୍ ନମ୍ବର ବି ଦୁର୍ଗା, ଅପସନ୍ ନମ୍ବର ସି ଉଗ୍ରତାର, ଅପସନ୍ ନମ୍ବର ଡି ବାସୁଦେବ। ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଡି ବାସୁଦେବ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦର୍ପଦଳନ ରଥର ରକ୍ଷକ କିଏ? ଅପସନ୍ ଏ ସୁଦର୍ଶନ, ଅପସନ୍ ବି ଜୟଦୁର୍ଗା, ଅପସନ୍ ସି ଆପଣଙ୍କର ଉଗ୍ରତାର ଏବଂ ଅପସନ୍ ଡି ବାସୁଦେବ। ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ବି ଜୟଦୁର୍ଗା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ମହାପ୍ରଭୁ ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ୱର ପ୍ରତୀକ? ଅପସନ୍ ଏ ଆତ୍ମତତ୍ତ୍ୱ, ପିଲାମାନେ ଏଇଟା ଆତ୍ମ ହୋଇଯାଇଛି, ଏଇଟା ଆତ୍ମ ହେଲା, ଆତ୍ମତତ୍ତ୍ୱ, ଅପସନ୍ ବି ପ୍ରଣୟ ତତ୍ତ୍ୱ, ଅପସନ୍ ସି ଶ୍ରୀ ତତ୍ତ୍ୱ ଏବଂ ଅପସନ୍ ଡି ଶିବ ତତ୍ତ୍ୱ। ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ ଆତ୍ମତତ୍ତ୍ୱ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ମହାପ୍ରଭୁ ବଳରାମ କେଉଁ ତତ୍ତ୍ୱର ପ୍ରତୀକ? ଅପସନ୍ ଏ ଆତ୍ମତତ୍ତ୍ୱ, ଅପସନ୍ ବି ପ୍ରଣୟ ତତ୍ତ୍ୱ, ଅପସନ୍ ସି ଶ୍ରୀ ତତ୍ତ୍ୱ, ନା ଅପସନ୍ ଡି ଶିବ ତତ୍ତ୍ୱ। ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଡି ଶିବ ତତ୍ତ୍ୱ। ତ ପିଲାମାନେ ଆଜିର କ୍ଲାସ୍ରେ ଏତିକି। କ୍ଲାସ୍ଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚିତ ଭାବରେ ଗୋଟେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଏବଂ ଏ ଯାଏଁ ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖନ୍ତୁ ଓ ବେଲ୍ ଆଇକନ୍କୁ ଅଲ୍ରେ ସେଟ୍ କରନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କୁ ସର୍ବପ୍ରଥମେ ମିଳିପାରିବ। ରହୁଛି ପିଲାମାନେ, ଧନ୍ୟବାଦ।